ଆଜିର କାଲାଂଶକୁ ତୁମମାନଙ୍କୁ ପୁଣି ଥରେ ସ୍ୱାଗତ। ଆସ ଆଜିର କାଲାଂଶରେ ଆମେ ସମଦ୍ୱିବାହୁ ତ୍ରିଭୁଜ ଓ ସମବାହୁ ତ୍ରିଭୁଜର ଉଚ୍ଚତା ବିଷୟରେ ଆଲୋଚନା କରିବା। ସମଦ୍ୱିବାହୁ ତ୍ରିଭୁଜର ଉଚ୍ଚତା। ପୂର୍ବ କାଲାଂଶରେ ଆମେ ସମକୋଣୀ ସମଦ୍ୱିବାହୁ ତ୍ରିଭୁଜ ବିଷୟରେ ଆଲୋଚନା କରିଥିଲେ। ଆଜିର କାଲାଂଶରେ ଆମେ ସମଦ୍ୱିବାହୁ ତ୍ରିଭୁଜର ଉଚ୍ଚତା ବିଷୟରେ ଆଲୋଚନା କରିବା। ପ୍ରଥମେ ଜାଣିବା ସମଦ୍ୱିବାହୁ ତ୍ରିଭୁଜ। ଯେଉଁ ତ୍ରିଭୁଜ ଦୁଇଟି ବାହୁର ଦୈର୍ଘ୍ୟ ସମାନ, ଅର୍ଥାତ୍ ଏଠାରେ ତ୍ରିଭୁଜ ଏ ବି ସି ର ମନେକର ଏ ବି ଓ ଏସି ବାହୁର ଦୈର୍ଘ୍ୟ ସମାନ, ଅର୍ଥାତ୍ ଏ ବି ଓ ଏସି ବାହୁର ଦୈର୍ଘ୍ୟ ସମାନ। ଏହାର ଭୂମି ବିସି। ଉଚ୍ଚତା ବିଷୟରୁ ଆମେ ପୂର୍ବରୁ ଜାଣିଛେ, ଏକ ଶୀର୍ଷବିନ୍ଦୁରୁ ଏହାର ବିପରୀତ ବାହୁ, ମନେକର ଏଠାରେ ଏ ଶୀର୍ଷବିନ୍ଦୁ, ଏହାର ବିପରୀତ ବାହୁ ବିସି। ଏକ ଶୀର୍ଷବିନ୍ଦୁରୁ ଏହାର ବିପରୀତ ବାହୁ ପ୍ରତି ଅଙ୍କିତ ଲମ୍ବ, ମନେକର ଏ ଶୀର୍ଷବିନ୍ଦୁରୁ ବିସି ପ୍ରତି ଅଙ୍କିତ ଲମ୍ବ ହେଲା ଏଡି। ଏଡିକୁ ଉଚ୍ଚତା କୁହାଯାଏ। ଆଉ ସମଦ୍ୱିବାହୁ ତ୍ରିଭୁଜର ଉଚ୍ଚତା ଏହାର ଭୂମିକୁ ସମଦ୍ୱିଖଣ୍ଡ କରିଥାଏ, ଅର୍ଥାତ୍ ବିଡିର ଦୈର୍ଘ୍ୟ ଆଉ ସିଡିର ଦୈର୍ଘ୍ୟ ସମାନ ହୋଇଥାଏ। ମନେକର ଏଠାରେ ଆମେ ସମଦ୍ୱିବାହୁ ତ୍ରିଭୁଜ ଏ ବି ଓ ଏସିର ଏ ବି ଓ ଏସି ପ୍ରତ୍ୟେକର ବାହୁର ଦୈର୍ଘ୍ୟ ମନେକର ନେଲା ପ୍ରତ୍ୟେକ ବାହୁର ଦୈର୍ଘ୍ୟ ନେଲା ମନେକର ଏ ଏକକ, ଆଉ ଏହାର ଭୂମି ବିସିକୁ ନେଲା ବି ଏକକ। ହେଲେ ବି କୁ ଏଡି ସମଦ୍ୱିଖଣ୍ଡ କରିଛି, ଅର୍ଥାତ୍ ସିଡିର ଦୈର୍ଘ୍ୟ କେତେ ହେବ? ସିଡିର ଦୈର୍ଘ୍ୟ ହେବ ବି। ବିକୁ ନେଇଛୁ ଆମେ, ବିସିକୁ ନେଇଛୁ ଆମେ ବି, ହେଲେ ସିଡିର ଦୈର୍ଘ୍ୟ ହେବ ତାର ଅର୍ଦ୍ଧେକ, ଅର୍ଥାତ୍ b/2। ଏଠାରେ ଏଡି ବିସି ପ୍ରତିଲମ୍ବ, ଅର୍ଥାତ୍ ଡି ଏକ ସମକୋଣୀ ତ୍ରିଭୁଜ, ଅର୍ଥାତ୍ ସମକୋଣୀ ତ୍ରିଭୁଜ ଏ ଡି ସି ସମକୋଣୀ ତ୍ରିଭୁଜ। ଏଠାରେ ଏ ଡି ସି ଏକ ସମକୋଣୀ ତ୍ରିଭୁଜର ଏଡି ହେବ ଲମ୍ବ। ସମକୋଣୀ ତ୍ରିଭୁଜ ଏ ଡି ସି ର ଲମ୍ବ ଏଡି। ଏଡିର ଦୈର୍ଘ୍ୟ କେତେ? କର୍ଣ୍ଣର ବର୍ଗ। କର୍ଣ୍ଣ, ଏଠାରେ କର୍ଣ୍ଣ କେତେ ଅଛି? ଏସି ର ସ୍କୋୟାର ମାଇନସ୍ ତାର ଭୂମି ସିଡି ର ସ୍କୋୟାର ର ରୁଟ୍ ଓଭର ହେବ। ଏଠାରେ ଏସି ର ଦୈର୍ଘ୍ୟ କେତେ ଅଛି? ଏ ର ସ୍କୋୟାର, ଏ ସ୍କୋୟାର ମାଇନସ୍ ସିଡି। ସିଡି ର ଦୈର୍ଘ୍ୟ କେତେ ଆମେ ଏଠାରେ ନେଇଛୁ? b/2, b/2 ର ହୋଲ୍ ସ୍କୋୟାର ର ରୁଟ୍ ଓଭର ଏକକ ହେବ। ଅର୍ଥାତ୍ ଏକ ସମଦ୍ୱିବାହୁ ତ୍ରିଭୁଜର ଉଚ୍ଚତା, ସମଦ୍ୱିବାହୁ ତ୍ରିଭୁଜର ଉଚ୍ଚତା, ସମଦ୍ୱିବାହୁ ତ୍ରିଭୁଜର ଉଚ୍ଚତା ଏ ର ସ୍କୋୟାର। ଏଠାରେ ତ୍ରିଭୁଜ ଏ ବି ସି ର ଏ କୋଣ ସମାନ ବାହୁ, ପ୍ରତ୍ୟେକ ସମାନ ବାହୁ ର ସ୍କୋୟାର ମାଇନସ୍ b/2 କୋଣ ଭୂମିର ଅଧା ମାଇନସ୍ ଅର୍ଧ ଭୂମି, ଭୂମିର ଅର୍ଧ ଭୂମି, ଏଠାରେ ଲେଖା ହେଲା ଅର୍ଧ ଭୂମିର ସ୍କୋୟାର ର ହୋଲ୍ ରୁଟ୍ ଓଭର ଏକକ ହେବ। ମନେକର ଏକ ପ୍ରଶ୍ନ ଅଛି, ଏକ ସମଦ୍ୱିବାହୁ ତ୍ରିଭୁଜର ଭୂମି 36 ସେଣ୍ଟିମିଟର। ସମଦ୍ୱିବାହୁ ତ୍ରିଭୁଜର ଭୂମି ଏ ବି ସି ତ୍ରିଭୁଜର ଭୂମି କେତେ? 36 ସେଣ୍ଟିମିଟର। ପ୍ରତ୍ୟେକ ସମାନ ବାହୁ 82 ସେଣ୍ଟିମିଟର। ହେଲେ ଏହାର ଉଚ୍ଚତା କେତେ? ଆମେ ଜାଣିଛେ ସମଦ୍ୱିବାହୁ ତ୍ରିଭୁଜର ଉଚ୍ଚତା। ସମଦ୍ୱିବାହୁ ତ୍ରିଭୁଜର ଉଚ୍ଚତାର ସୂତ୍ର କେତେ? ସମାନ ବାହୁର ସ୍କୋୟାର। ଏଠାରେ ସମାନ ବାହୁ କେତେ ଅଛି? 82 ର ସ୍କୋୟାର ମାଇନସ୍ ଅର୍ଧ ଭୂମିର ସ୍କୋୟାର। ଭୂମି କେତେ ଅଛି? 36 ର ଅର୍ଧ, ଅର୍ଥାତ୍ 36/2 ର ସ୍କୋୟାର ର ରୁଟ୍ ଓଭର ହେବ। ଏହା ହେଲା 82 ର ସ୍କୋୟାର ମାଇନସ୍ 36 ର ଅଧା କେତେ? 18 ର ସ୍କୋୟାର ର ରୁଟ୍ ଓଭର। ଏଠାରେ ଆମେ 82 ର ବର୍ଗ, 18 ର ବର୍ଗ ନିର୍ଣ୍ଣୟ କରିପାରିବା, କିନ୍ତୁ ଆମେ ବୀଜଗଣିତରେ ପଢ଼ିଥିଲା ଏ ସ୍କୋୟାର ମାଇନସ୍ ବି ସ୍କୋୟାର। ଏଠାରେ ଏ ଅଛି 82, ବି ଅଛି 18। ଏ ସ୍କୋୟାର ମାଇନସ୍ ବି ସ୍କୋୟାର କେତେ? ଏ ପ୍ଲସ୍ ବି, 82 ପ୍ଲସ୍ 18 ଇଣ୍ଟୁ ଏ ମାଇନସ୍ ବି, 82 ମାଇନସ୍ 18 ର ରୁଟ୍ ଓଭର। 82 ପ୍ଲସ୍ 18, 8 2 10, 82 ପ୍ଲସ୍ 18 କେତେ ହେଲା? 100 ଇଣ୍ଟୁ
82 माइनस 18 12 4 7 गले 64 एठारे 100 इंटू 64 रूट ओवर 100 वर्गमूल केते 10 64 वर्गमूल केते 8 10 गुणन 8 80 सेंटीमीटर हेबो। आमे समबाहु त्रिभुजर उच्चता विषय जानिबा। आमे जानिछु समबाहु त्रिभुज जो त्रिभुजर समस्त बाहुर दैर्घ्य समान। एठारे अछि एबीसी एक त्रिभुज एहार एबी बीसी और सीए प्रत्येक बाहुर दैर्घ्य समान। प्रत्येक बाहुर दैर्घ्य समान मन कर प्रत्येक बाहुर दैर्घ्य आमे ए नेबा ए हेला ए हेला ए हेला ए एकक। एहार उच्चता शीर्ष बिंदु बीसी प्रति अंकित लंब एडी एडी हेबो एहार उच्चता हेले एहा मध्य समद्विबाहु त्रिभुज परि हेबो कारण एठार एबी एसी समान। एहार भूमि बीसी बाहुर दैर्घ्य केते ए को बीसी रो दैर्घ्य हेला ए सी एडी बीसी को समद्विखंड करिवो अर्थात सीडी रो दैर्घ्य केते हेबो a/2 हेबो। एठारे सीडी रो दैर्घ्य केते a/2 हेबो। आमे पूर्व सूत्र रो प्रयोग करी एठारे समबाहु त्रिभुजर उच्चता निर्णय करि परिबा। समबाहु त्रिभुजर उच्चता निर्णय करि परिबा। समद्विबाहु त्रिभुजर कोण थिला तार प्रत्येक समान बाहुर दैर्घ्य अर्थात ए रो स्क्वायर माइनस अर्धभूमि रो स्क्वायर भूमि ए थिला अर्धभूमि a/2 रो स्क्वायर रो रूट ओवर ए रो वर्ग केते ए रो स्क्वायर हेला ए स्क्वायर माइनस a/2 रो स्क्वायर ए रो स्क्वायर ए स्क्वायर 2 रो स्क्वायर हेबो 4 रो रूट ओवर। एठारे एक अछि 1 और 4 लसागु जीव केते 4 लसागु गले एठारे हेला 4 स्क्वायर माइनस ए स्क्वायर रो रूट ओवर 4 स्क्वायर माइनस ए स्क्वायर हेबो केते 3 स्क्वायर बाय 4 रो रूट ओवर। एठारे 3 रो वर्गमूल केते हेबो नहीं एहा √3 रहिबो √3 4 रो वर्गमूल केते 2 ए स्क्वायर रो वर्गमूल केते ए अर्थात समबाहु त्रिभुजर उच्चता समबाहु त्रिभुजर उच्चता केते √3/2 इंटू ए एठारे ए कोन थिला तार बाहुर दैर्घ्य अर्थात समबाहु त्रिभुजर उच्चता √3/2 इंटू बाहुर दैर्घ्य हेबो। जदि आमको बाहुर दैर्घ्य दत्त थिले उच्चता निर्णय करिवो जदि आमको उच्चता दत्त थिबो एवं बाहुर दैर्घ्य निर्णय करिया पई कहा जायथिबो हेले समबाहु त्रिभुजर बाहु इक्वल टू बाहुर दैर्घ्य निर्णय करिवार अछि उच्चता देछि उच्चता पार्श्व रे √3/2 को नेबा √3/2 से पार्श्व रे गले एठारे √3/2 अछि अपर पार्श्व रे गले केते हेबो 2/√3 एकक हेबो अर्थात उच्चता निर्णय बाहु देथिबो उच्चता निर्णय करिबा पई कहाइथिले √3/2 इंटू बाहुर दैर्घ्य करि परिबा एवं उच्चता देथिबो बाहुर दैर्घ्य निर्णय करिबा पई कहिथिले उच्चता इंटू 2/√3 करि परिबा।